ବାଲେଶ୍ୱରରେ ମିର୍ଜାପୋଖରୀ ଚନ୍ଦନ ଯାତ୍ରାର ପଞ୍ଚମ ଦିବସ ଠାକୁରଙ୍କ ନାବକେଳି ସାଙ୍ଗକୁ ସଙ୍ଗୀତ ଓ ଯାତ୍ରା ଦେଖିବାକୁ ଲାଗିଛି ଦର୍ଶକଙ୍କ ଭିଡ଼। ବାଲେଶ୍ୱର ସହରର ମିର୍ଜାପୋଖରୀଠାରେ ଗତ 6 ତାରିଖଠାରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଚନ୍ଦନ ଯାତ୍ରାର 107ତମ ଉତ୍ସବର ପଞ୍ଚମ ଦିବସରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଲାଗିଛି। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍କୃତି ଓ ପରମ୍ପରାକୁ ନେଇ ଗୋଟିଏ ଅଞ୍ଚଳ ସ୍ୱତନ୍ତ୍ର ପରିଚୟ ହାସଲ କରିଥାଏ ବୋଲି କହିଥିଲେ। ଏହି କ୍ରମରେ ମିର୍ଜାପୋଖରୀଠାରେ 107 ବର୍ଷ ଧରି ଆୟୋଜିତ ହେଉଥିବା ଚନ୍ଦନ ଯାତ୍ରାର ପରମ୍ପରା ମଧ୍ୟ ଅନନ୍ୟ ବୋଲି ଶ୍ରୀମତୀ ଜେନା ମତ ରଖିଥିଲେ। ଏହି ପରମ୍ପରାକୁ ଯୁଗ ଯୁଗ ଧରି ଜାରି ରଖିବାକୁ ସେ କମିଟିର କର୍ମକର୍ତ୍ତାଙ୍କ ସହ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ବାଲେଶ୍ୱର ପୌରାଧ୍ୟକ୍ଷ ସବିତା ସାହୁ, ଆଇଟିଆଇର ବୈଜ୍ଞାନିକ ଅରୁଣ ରାୟ, ସମାଜସେବୀ ସୁଜିତ ଦେବ, ବିକାଶ ପାଢ଼ୀ, ଅଜୟ କୁମାର ବିଶ୍ୱାଳ, ପୂର୍ବତନ କାଉନସିଲର ରୀତିକୃଷ୍ଣା ସ୍ୱାଇଁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭାତୃତ୍ୱଭାବ ବଜାୟ ରହିପାରିଛି ବୋଲି ମତ ଦେଇଥିଲେ। ଉତ୍ସବ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଏଥିରେ ପୌରୋହିତ୍ୟ କରିବା ସହିତ ମିର୍ଜାପୋଖରୀ ଚନ୍ଦନ ଯାତ୍ରାର 107 ବର୍ଷର ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। କମିଟିର ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଏଥିରେ ଉପସ୍ଥିତ ରହି ଉତ୍ସବର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। କମିଟିର ସହ ସମ୍ପାଦକ ଅନୁପ କୁମାର ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ତେବେ ଚନ୍ଦନ ଯାତ୍ରାର ପଞ୍ଚମ ସନ୍ଧ୍ୟାରେ ସ୍ଥାନୀୟ ମିଶ୍ର ସାହିରୁ ଶ୍ରୀ ମଦନ ମୋହନଙ୍କ ବିଗ୍ରହକୁ ବିମାନରେ ଆସୀନ କରାଯାଇ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା ପରେ ନାବକୁ ଆଗମନ ଓ ନାବକେଳି ନୀତି ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ସଙ୍ଗୀତ ବିଚିତ୍ରା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ପୋଖରୀ ଆଡ଼ିର ପଶ୍ଚିମ ପାର୍ଶ୍ୱରେ ମଞ୍ଚଯାତ୍ରା ଦର୍ଶକଙ୍କ ମନ ମୋହୁଥିବା ଲକ୍ଷ୍ୟ କରାଯାଇଛି। ଏହା ସହିତ ମେଳାରେ ବୁଲି ଦର୍ଶକମାନେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ କିଣିବା ସହିତ ସୁଆଦିଆ ଖାଦ୍ୟର ମଜା ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ସରୋଜ କୁମାର ଲେଙ୍କା, ଶ୍ରୀକାନ୍ତ ବୁଗୁଡ଼ାଇ, ମନୋଜ କୁମାର ଦାସ, ଧୀରଜ ମହାନ୍ତି, ଅବିନାଶ ସ୍ୱାଇଁ, ପ୍ରଭାତ ମହାନ୍ତି, ନାରାୟଣ ଦତ୍ତ, ରଞ୍ଜିତ ବେହେରା, ଧୀରଜ ମହାନ୍ତି, ଭାରତ ଭୂଷଣ ଦାସ, ସୁମନ୍ତ ସାହୁ, ଚିତ୍ତରଞ୍ଜନ ମହାନ୍ତି, ବୀରେନ୍ଦ୍ର କର, ସୂର୍ଯ୍ୟ ସୁନ୍ଦର ସେନ, ଅଶୋକ କୁମାର ତ୍ରିପାଠୀ ପ୍ରମୁଖ ଉତ୍ସବର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।